नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम् यत्कृपातमहं वन्दे परमानन्दमाधवम् निज पदाब्ज दलयर्ध्वज वज्र नीरजाङ्कुश विचित्रलोलामयी ब्रजभुव समयन क्षुरोतदं वर्षधुर्जगति ईडित वेणु व्रजति तेन वयंस विलास वीक्षणार्पित मनोभव वेगा कुजगतिंगमितान विदाम कस्मलेन कबरं वसनं वा मणिधर क्वचिदागणयन गा मालयादयित गंध तुलस्या प्रणयनुचरस्य कदांशे प्रक्षिपन भुजम अगायत जत्र क्वणित वेणुरव वंचित चित्ता कृष्णम अन्वसत कृष्ण गृहिण्य गुणगणार्णमनुगत्य हरिण्य गोपिका इव विमुक्त गृहासा कुंदधाम कृत कौतुक वेश गोपगोधन ब्रुत जमुनाया नंदसुनु अनघेत बवच्छो नर्मदः प्रणयिनां बीजहार मंदवायुरूप बात्यनुकूलं मानयन मल यजस्पर्शेन बंदिनस्तमुपदेवगणा जे वाद्यगीत बलि भिपरि बबुरु श्रीपाद सुखदेव गोस्वामी कहते भागवत तत्व बा ऐश्वर्य सत्ता पारमार्थिक सत्ता ब्रह्म सत्ता व्यापक सत्ता ईश्वर तत्वर तटस्थ लक्षण प्रदान पूर्वक स्वरूप लक्षण गोटे परवर्ती श्लोक सुखदेव गोस्वामी दौरान लीला कथार मधुर मनोहर रसाल रसधारा अभ्यंतर बीज स्वरूप भगवत सत्ता भगवत तत्वर सिद्धांत मान निरूपित रही जहाँ विद्वान ईश्वर परायण भगवत प्रिय साधक गण रहस्य गुड़िक उन्मोचन करने समर्थ होती आम पारिबानी महासागर भितर रत्न विद्यमान अच्छे आम शुणा पार्छ किंतु सागर रे बुढ़ी तार अतल गर्भरे प्रवेश करी तन्मध्यरु रत्न उत्तोलन करी आनिमा एक सहज व्यापार नुहे तो शास्त्र सागर भितरे बुढ़ी सिद्धांत रत्न उत्तोलन करवा समस्त द्वारा संभव होएनि जेपरि सागर जे कही व्यक्ति रत्न उत्तोलन करि पारे ना तद्रूप भगवत तत्व बा ईश्वर तत्व
ନିରୂପଣ କରିବା ନିମନ୍ତେ କେମିତି ବୁଝିବାକୁ ହବ, ଏଇଟା ଈଶ୍ୱର କେମିତି ପ୍ରମାଣିତ ହେବ, ବିଦ୍ୱାନଗଣ ଶାସ୍ତ୍ରଗଣ ମୁନି ଋଷିଗଣ କଣ ତା ପାଇଁ ବ୍ୟବସ୍ଥା ରଖିଛନ୍ତି। ଚୈତନ୍ୟ ଚରିତାମୃତ ଗଭୀର ଅନୁଧ୍ୟାନ ପୂର୍ବକ ଅତି ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତ ତ ଦେଇଥାନ୍ତି। ପ୍ରତ୍ୟେକଟି ପଦ ଚୈତନ୍ୟ ଚରିତାମୃତର ମୂଲ୍ୟବାନ। ଆପଣମାନଙ୍କର ଗୋଟିଏ ଜଣାଶୁଣା ବାକ୍ୟ, ଅବତାର ନାହିଁ କହେ ଆମେ ଅବତାର, ମୁନି ସବ ଲକ୍ଷଣା ଜ୍ଞାନେ କରେ ନ ବିଚାର। କୌଣସି ସମୟରେ ଈଶ୍ୱର କହନ୍ତିନି ମୁଁ ଈଶ୍ୱର। ନିଜର ପ୍ରିୟ ଗୋପନୀୟ ଜଣେ ଅଧେ ବ୍ୟକ୍ତିଙ୍କ ସମ୍ମୁଖରେ ଆଳାପ କରିବା ବ୍ୟତିରେକ, ଯେପରି ଉଦ୍ଧବଙ୍କୁ କହିଲେ ମୁଁ ଈଶ୍ୱର ଉଦ୍ଧବ ମୋତେ ଉପାସନା କର, ଯେମିତି ଅର୍ଜୁନଙ୍କୁ କହିଲେ ଗୀତାରେ ଅର୍ଜୁନ ମୁଁ ହିଁ ବିଶ୍ୱମୟ, ମୋତେ ଉପାସନା କର, ମୋତେ ପୂଜା କର, ମୋତେ ପ୍ରଣାମ କର, ତମର କଲ୍ୟାଣ ହବ। ସମଗ୍ର ରାମାୟଣ ଭିତରେ ଭଗବାନ ରାମ ମଧ୍ୟ ଗୋଟିଏ ଜାଗାରେ ସେମିତି କହିଛନ୍ତି, ନିଜର ପ୍ରିୟ ବ୍ୟକ୍ତିମାନଙ୍କୁ ଗୋପନରେ ଗୃହକୁ ଡାକି ଯେ ମୁଁ ହିଁ ପରମେଶ୍ୱର, ମୋତେ ଉପାସନା କଲେ ତୁମର କଲ୍ୟାଣ ହବ। ମୁଁ ଭକ୍ତି ପ୍ରିୟ, ଭକ୍ତି ଦ୍ୱାରା ମୋତେ ଯେମିତି ବାନ୍ଧି ହେଇଯାଏ, ଆଉ କୋଉଥିରେ ବାନ୍ଧି ହୁଏ ନା। ଏକଥାଟି କହିଛନ୍ତି। ଶ୍ରୀମଦ୍ ଭଗବତ ଗୀତା ଭିତରେ ମଧ୍ୟ ଭଗବାନ ସେଇ କଥା କହିଛନ୍ତି, ଭକ୍ତ୍ୟାମାଂ ଅଭିଜାନାତି ଯାବନ ଯଶ୍ଚାସ୍ମି ତତ୍ତ୍ୱତଃ ତतो ମା ତତ୍ତ୍ୱତଃ ଜ୍ଞାତ୍ୱା ବିଶତି ତଦନନ୍ତରମ୍। ବଡ଼ ସୁନ୍ଦର ଶ୍ଲୋକଟିଏ କହିଛନ୍ତି ଅର୍ଜୁନ। ନ ଜ୍ଞାନେ ନ ଚେଜ୍ଜୟା ନ ତପସା ଇତ୍ୟାଦି ସବୁ କହିଲା ବାଦ କହିଛନ୍ତି ଭକ୍ତ୍ୟାମାଂ, ମୋତେ କେବଳ ଭକ୍ତି ବଳରେ ଜାଣି ପକାନ୍ତି ଲୋକେ। ଯାବାନ ଯଶ୍ଚାସ୍ମି ତତ୍ତ୍ୱତଃ, ତତ୍ତ୍ୱତଃ ମୁଁ ଯାହା ଯେପରି, ଯାବାନ ଯଶ୍ଚ ଅସ୍ମି, ଅସ୍ମି ମୁଁ ଅଟେ, ମୁଁ ଯାହା ଯେପରି ଅଟେ, ଭକ୍ତ୍ୟା ଭକ୍ତି ବଳରେ ଜାଣନ୍ତି। ଜାଣି ସାରିଲା ପରେ ତତୋ ମାଂ ତତ୍ତ୍ୱତଃ ଜ୍ଞାତ୍ୱା, ତତ୍ତ୍ୱତଃ ମୋତେ ଜାଣି ପକେଇଲା ପରେ ମୋ ଠାରେ ପ୍ରବିଷ୍ଟ ହେବା ପାଇଁ ଆଉ କଷ୍ଟ ହୁଏ ନା। ଏ ଶ୍ଲୋକରେ ଏ କଥା କହିଛନ୍ତି। ଭକ୍ତି ଦ୍ୱାରା ହିଁ ଭଗବାନଙ୍କୁ ସହଜରେ ଜାଣି ହୁଏ ବୋଲି ଶ୍ରୀମଦ୍ ଭାଗବତ ସ୍ପଷ୍ଟ ଭାବରେ ଉଦ୍ଧବଙ୍କୁ କହିଲେ। ଅର୍ଜୁନ ଉଦ୍ଧବ ନ ମାଙ୍ଗ ସାଧୟନ୍ତି ଯୋଗ ନ ସାଂଖ୍ୟ ଧର୍ମ ଉଦ୍ଧବ ନ ତ୍ୟାଗ ନ ତପୋ ନ ଦାନ ଯଥା ଭକ୍ତି ମମୋରଜିତା। ଏ ସମସ୍ତ ସାଧନ ଭଜନ ଅପେକ୍ଷା ଭକ୍ତିର ସାଧନା, ଭକ୍ତିର ଉପାସନା ଅଧିକ କଣ ଓଜସ୍ୱିନୀ, ଶକ୍ତିଶାଳିନୀ, ଉର୍ଜିତା। ଉର୍ଜା କହିଲେ ଶକ୍ତି, ତେଜ, ଉର୍ଜା। ଉର୍ଜା କହିଲେ ମହାଶକ୍ତି। ମମୋ ଭକ୍ତି ମମୋର୍ଜିତା, ଉର୍ଜିତା ଭକ୍ତି, ଶକ୍ତିଶାଳିନୀ ଭକ୍ତି ମୋତେ ଯେମିତି ସାଧନ କରିପାରେ। ନ ସାଧୟନ୍ତେ ମାଙ୍ଗ ଯୋଗ ନ ସାଂଖ୍ୟ ନ କର୍ମ ଉଦ୍ଧବ ନ ତ୍ୟାଗ ନ ତପ ନ ଦାନ। ଏମାନେ ଏତିକି ମାତ୍ରାରେ ମୋତେ ଧରିପାରନ୍ତି ନାହିଁ। ଏମିତି ସବୁ ଶାସ୍ତ୍ରରେ ଭକ୍ତି କି ଗୁରୁତ୍ୱ ଦେଇ ରାମ ବି କହିଛନ୍ତି ନିଜକୁ ପରମେଶ୍ୱର ଓ ଭକ୍ତି ଦ୍ୱାରା ମୋତେ ଉପାସନା କର। କୃଷ୍ଣ କହିଛନ୍ତି ମୁଁ ପରମେଶ୍ୱର, ମୋତେ ଭକ୍ତି ଦ୍ୱାରା ଉପାସନା କର। ଏବଂ ଅର୍ଜୁନଙ୍କୁ କହିଛନ୍ତି, ଉଦ୍ଧବଙ୍କୁ ମଧ୍ୟ କହିଛନ୍ତି କୃଷ୍ଣ। କିନ୍ତୁ ଏଗୁଡ଼ିକ
अत्यंत प्रिय एवं अति अंतरंग भक्तंग सम्मुखें कहीदे सर्वसाण को दांडे बुली प्रचार करना दांडे बुली जेकोसी लोक को घोषणा करी कही मु भगवान बरं अनाथ शिशु भलिया कूठी तो अरक्ष साधारण मनुष्य भलिया कूठी भगवान लीला करचंदी सीता हरे कांदी कांदी बुलुचंदी पितृ सत्य सन्यासर बेश पकई चुप करी घर बाहरी अरण्य को पलैचंदी लक्षण शक्ति भेदरे तो निजे देह त्याग करने को बाहरी कांदी कांदी कहते लक्षण सहित मु चली जी तार चितारे मुझे झास देवी जस्यामि काल सदनं सह लक्षणेन सीतापि जास्यति भयात दश कंठ गेहं जास्यन्तु राम समस्त सब ठीक कर देथिले लक्षण का शक्ति भेद समय रे जे लक्षण को अग्नि रे दाह कला बेले ता भितर मु भी प्रवेश कर जीवी लक्षण भलिया भाई की छाड़ी मु कु मुहरे जीवी अयोध्या को फेरिकी जास्यामि काल सदनं सह लक्षणेन तापर घटना कौन हम ना सीता भୟରେ रावण को ग्रहण कर मु बर्तमान अच्छी बोली सीना तार गोटे बल अच्छी मत राम रक्षा करियो उद्धार कर नेबे बोली तापर ये घटना हम सीतापि जास्यति भयात दश कंठ गेहम जासंतु बानर चमू पतय स्वदेशान केड़े सुंदर कल्पना तो बानर चमुपति गण चमू कहले सेनाबाहिनी बानर युद्धपति माने सेनापति माने ये निज निज बाहिनी धरिक निज गाँ को फेरी किष्किंधा फेरी जासंतु बानर चमू पतय स्वदेशान किंतु हा हा नास्ति गति विभीषण से पड़ जीव भक्ति प्रिय माधव विभीषण के पाखे कौन थिला टिके ना हरिभक्ति थिला विशेष भक्त मान द्वारा भितरे से जने गणा होचंती भक्त हिसाब से अवश्य जो द्वादश भागवत ता भितरे नहांती विभीषण स्वयंभुर नारद शंभु कुमारो कपिल मनु प्रह्लाद जनक भीष्म बलि बयासकी वयम बोले जमराजा जे कहले या भितर विभीषण नहांती तेबे जाहु विभीषण को मध्य जने परम भक्त ये 10 जन को बाद कौन 12 जन को बाद कौन भक्त नहांती भर्ती होइछन तो भक्त एंक पाखापाखि भक्त किंतु ये 12 जन गोटे अलग क्वालिटी तो विभीषण बोली प्रभु श्रीराम अटकी गले भगवान है साधारण जीव भाया विपदग्रस्त ही देह त्याग करने को आत्मघात करने बाहरी पड़ुंट लीला साधारण नर लीला मनुष्य ये लीला करी साधारण मनुष्य मान आगे सामान्य मनुष्य टे भाया निजक सीना प्रतिपादन करती मु ईश्वर एटा कोठे प्रतिपादन करती नहीं जो का गीता भागवतर उद्धव अर्जुन के पाखे आम देखा है विशेष क्षेत्र में विशेष अवस्था सेमती परिस्थिति से सीना आगे कहते सर्वसाधारण घोषणा नुहे अवतार नाही कहे आम अवतार तेबे अवतार भगवान बोली किमी जना पड़े से तो कहले ना मुनि सब लक्षणा ज्ञाने करे न विचार जिते अवतार फेरी जाती वैकुंठ को से मुनि ऋषि माने कार्यकलाप शास्त्र नियम को धरी पद्धति को धरी विचार करती भगवत स्वरूपर अवतार कालीन कौन कौन प्रमाण कौन कौन लक्षण लक्षण द्वारा लक्ष्य करती जहा द्वारा लक्ष्य करा जाए
गोटे गहिरिया वस्तु को दूरस्थ वस्तु को आम लक्ष्य कर लक्ष्य तारकाटा को लक्ष्य कर मनरे पॉइंट आउट करवा नहीं कि जमी आम आंगुठी पॉइंट आउट करुचे मनरे पॉइंट आउट करवा मने मने स्थिर करवा लक्ष्य ए लक्ष्य करने जो व्यवस्था अच्छी ताको लक्षणा कहा जाए। लक्षणा दुविध स्वरूप लक्षण और तटस्थ लक्षण मुनि सब लक्षणा ज्ञान करें विचार भगवान यदि केत अवतीर्ण होती ईश्वर तत्व निर्णय करने शास्त्र वाक्यानुसार शास्त्र ये बाट बतई ये पक ये फर्मुला पक ये फर्मुला जो पड़गला ताले से बुझे जे ईश्वर तत्व बोली कौन से फर्मुला ना स्वरूप लक्षण और तटस्थ लक्षण दीटाक लक्षण जदि मिसी जाउथबो एवं नग्रोध परिमंडल तनु होइथिबो ओ 32 लक्षण पूर्ण थिबो तबे ताको ईश्वर बोली कहबो। पंच हरस्व पंच दीर्घ सप्त रकत षडोन्नत त्रिपृथु तो अभीर 32 लक्षण महांत 32 टाक लक्षण अन्य मन रोषे देवादेवी पाखे 20 25 22 15 7 8 10 12 सब लक्षण रो32 लक्षण कौटे पूर्ण हेनी जो 32 लक्षण पूर्ण होगा सीटा ईश्वर तत्व बोलिक निर्णय करने कहे आ निगृध परिमंडल तनु स्वहस्तर चतुर्हस्त परिमित एवं वर्त आकार मूर्ति निगृध परिमंडल तनु जोड़ी कहूथबा चाक्षुष शरीर दृष्टि लक्षण दृष्टि कौन हो ना तटस्थ लक्षण स्वरूप लक्षण ये दुटा हूँ मुख्य ये दुटी हूँ मुख्य ईश्वर तत्व निरूपण स्वरूप लक्षण कौन तटस्थ लक्षण कौन ना आकृति प्रकृति है स्वरूप लक्षण कार्य द्वारा ज्ञान यही तटस्थ लक्षण आकृति प्रकृति है स्वरूप लक्षण आकृति अंग स्वरूप लक्षण एवं कार्यकलाप एटा को कहा जाए तटस्थ कार्य यही कार्य से करुवे शास्त्र जहाँ रही कार्य द्वारा ज्ञान ही स्वरूप लक्षण तटस्थ लक्षण प्रथम तटस्थ लक्षण टी परतत्वर कहीदेले पूर्ववर्ती श्लोक आम देखी आसले श्रीकृष्ण को परतत्व रूपे अनुभव कर सुखदेव गोस्वामी लीला कथा कहते मौजिया रसाल कथा कहते गोपांगना मान विरह व्यथा प्रकाश पाऊँच ता भर केमती सिद्धांत लुचिक रही सागर भितर रत्न रहा भाया तो कार्य द्वारा ज्ञान यही जार अनुशीलन उपासना स्मरण पूजन रे मनुष्यर वैराग्य उत्पन्न हुए संसार प्रति वितृष्णा जात हुए ताहा ईश्वर एटा तार तटस्थ लक्षण ईश्वर सहित जदि आम मन संयोग करवा तार उपासना करवा स्मरण भजन करवा नाम संकीर्तन करवा कथा श्रवण करवा प्रणाम प्रदक्षिण करवा ध्यान प्रार्थना करवा स्तव स्तुति करवा एगुड़िक कले कौन हुए संसार प्रति वितृष्णा जात है भगवान को प्रति अनुराग आसव संसार प्रति वैराग्य आसव एगुड़ाक भितर जे बेसी दिन बितेई दिखती संसार भल लगे ना धीरे 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 संसार से खसी जाती परमार्थ दिग को चढ़ी जाती जन्म जन्मांतर धरी नहीं कोटि कोटि जन्म धरी जन्म मृत्यु जन्म मृत्यु जन्म मृत्यु जन्म मृत्यु चली आसी को अनंत काल आमर जो प्रवाह ये संसार चक्र आवर्तित होचे हमें नहीं कि छंदोमयम जद जयार्पित सूर सार संसार चक्र मज कोपी तरे तो तदिन आपण को न धरले ये संसार चक्र क्यों उद्धार पाइब प्रहलाद कहते स्तुति संसार चक्र मज कोपी तदन्य आपण स्मरण श्रुति उपासना पूजा व्यतीत ये संसार चक्र जड़े केमती बाहर एटा भगवत तत्वर कार्य तटस्थ लक्षण
କାର୍ଯ୍ୟ ଦ୍ୱାରା ଜ୍ଞାନ କଣ ନା ତାକୁ ଯେ ଉପାସନା କରି ଯିଏ ଧରିବ ତାର ସଂସାର ପ୍ରତି ବୈରାଗ୍ୟ ଜାତ ହବ। ଏ ଧନ ସମ୍ପତ୍ତି ଦରକାର ନାହିଁ, ଏ ଘର ଦ୍ୱାର ଦରକାର ନାହିଁ, ଏ ପ୍ରତିଷ୍ଠା ପଦବୀ ଦରକାର ନାହିଁ, ଏଗୁଡାକ ଶାନ୍ତି ଲାଗୁନି, ଏଗୁଡା ଅଶାନ୍ତିମୟ, କୋଉଠି ହେଲେ ସନ୍ତୋଷ ମିଳିଲାନି ମତେ, କୋଉଠି ହେଲେ ମୁଁ ସନ୍ତୁଷ୍ଟ ହେଇପାରିଲିନି, ସବୁଥିରେ ମୋର ଅଭାବ ବୋଧ ରହିଲା, ଏଇଟା ଫୁଲଫିଲ୍ ହେଲାନି, କୋଉଟା ହେଲେ କାହାର ପୂର୍ଣ୍ଣ ହଉନି, ସଂସାରରେ କାହାର ହେଲେ କୋଉଟା ପୂର୍ଣ୍ଣତା ପ୍ରାପ୍ତ ହୁଏ ନା, ଏଟା ଅପୂର୍ଣ୍ଣ ପଦାର୍ଥଟେ, ଏହାର ପୂର୍ଣ୍ଣତା ନାହିଁ। এই ବୋଧଟା ଧୀରେ ଧୀରେ ଜାତ ହଏ ଈଶ୍ୱର ସଂଯୁକ୍ତ ହୋଇଗଲେ ମନ ପୂଜା ଉପାସନା ଅର୍ଚ୍ଚନା କଥା ଶ୍ରବଣ ଇତ୍ୟାଦି ମାଧ୍ୟମରେ ସେଥିରେ କଥା ଶ୍ରବଣର ପ୍ରଭାବ ବହୁତ ବେଶୀ ବୋଲି ଭାଗବତ ନିର୍ଣ୍ଣୟ କରୁଛନ୍ତି। ଯଦନୁଚରିତ ଲୀଳା କର୍ଣ୍ଣ ପୀୟୁଷ ବିପ୍ରୁଟୁ ସକୃତ ଦନ ବିଧୂତ ଦ୍ୱନ୍ଦ ଧର୍ମା ବିନଷ୍ଟ ସପତି ଗୃହ କୁଟୁମ୍ବ ଦୀନମ୍ ଉତ୍ସୃଜ୍ୟ ଦୀନା ବହବ ଇହ ବିହଙ୍ଗା ଭିକ୍ଷୁଚର୍ଯ୍ୟା ଚରନ୍ତି। ଯଦନୁଚରିତ ଲୀଳା କର୍ଣ୍ଣ ପୀୟୁଷ ବିପ୍ରୁଟ, ଯା କାନୁକୁ ଆରେ ଭ୍ରମର, ଏଟା ଭ୍ରମର ଗୀତାର ଶ୍ଲୋକଟା, ରାଧାରାଣୀ ଭ୍ରମରକୁ କହୁଛନ୍ତି ମଧୁପକୁ। ଆରେ ମଧୁପ, ମଧୁପ କି ତବ ବନ୍ଧୁ, ଗୋଟେ ଠକ ଲୋକର ସାଙ୍ଗ ତୁ, ତା ଗୁଣ କଣ ବର୍ଣ୍ଣନା କରିବି ବୋଲି ରାଧାରାଣୀ କହୁଛନ୍ତି। ଏଟା ଆକ୍ଷେପ ବାକ୍ୟ ଗୁଡ଼ିକ, ଏକ ଦଶଜାଳ୍ପ କହନ୍ତି। ରସଶାସ୍ତ୍ର ଗୋଟେ ଗଭୀର ସ୍ତରର ଭାବ ଏଥିରେ ରହିଛି। ମଧୁପ କି ତବ ବନ୍ଧୁ, ଯଦନୁଚରିତ ଲୀଳା, ତୋ ବନ୍ଧୁର ଲୀଳା କଥା ଯା କାନକୁ ଅମୃତ ଭଳିଆ ଲାଗିଗଲା। ସମସ୍ତଙ୍କୁ ସୁଖ ଲାଗେ ନା, ସ୍ୱାଦ ଲାଗେ ନା? ଭଗବତ କଥା, ହରି କଥା ସମସ୍ତଙ୍କୁ ସୁଖ ଲାଗେ ନା? ଶୁଣୁ 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 ଏମିତି ଗୋଟେ ଅବସ୍ଥା ଆସେ ଯେ ପ୍ରଥମେ ସୁଖ ଲାଗିବନି, ମିଠା ଲାଗିବନି। ସେ ଅନ୍ତଃକରଣକୁ ପରିଷ୍କାର କରି କରି କିଛିଟା ପରିଷ୍କୃତ ହେଇଯିବ ଅନ୍ତଃକରଣ। ଆମେ ନିଶା ଟିକେ ଅଭ୍ୟାସ କରିଛେ, କଣ ଚଟକିରି ଆମକୁ ସେଟା ଭଲ ଲାଗୁଛି କି? ପ୍ରଥମେ ମୁଣ୍ଡ ବୁଲେଇ ହଉଛି, କୋଉଠି ଭୋକ ହଉନି, କୋଉଠି ବାନ୍ତି ହଉଛି, ଏମିତି ଅବସ୍ଥା ହେଇ 6 ମାସ ପରେ ଅଭ୍ୟାସ ହେଇଯାଉଛି, ଟିକେ ନହେଲେ ନ ଚଳେ। ସେମିତି ମଧ୍ୟ ଏଇଟା ଗୋଟେ ନିଶା ତ ଆଉ କଣ। ଯଦନୁଚରିତ ଲୀଳା କର୍ଣ୍ଣ ପୀୟୁଷ ବିପ୍ରୁଟ, ପୀୟୁଷ ଭଳିଆ ଯାହା କାନକୁ ଲାଗିଗଲା ସେ ତ ବାହାରିଲା ସଂସାରରୁ ଧୀରେ ଧୀରେ, ଆଉ ତାର ଏପଟରେ କାମ ହବନି। ଆଉ ପରିଶେଷରେ ତା ଅବସ୍ଥା କଣ ହବ ନା ସପତି ଗୃହ କୁଟୁମ୍ବ ଦୀନମ୍ ଉତ୍ସୃଜ୍ୟ, ନିଜେ ଗୋଟିଏ ଦୀନ ଅବସ୍ଥାରେ ଦ୍ୱାରେ ଦ୍ୱାରେ ବୁଲି ଖପରା ଧରି ଭିକ ମାଗିବ। ଇଏ ତ ବନ୍ଧୁର କାର୍ଯ୍ୟ। ସପତି ଗୃହ କୁଟୁମ୍ବ ଦୀନମ୍ ଉତ୍ସୃଜ୍ୟ ଦୀନା ବହବ ଇହ ବିହଙ୍ଗା ଭିକ୍ଷୁଚର୍ଯ୍ୟା ଚରନ୍ତି। ଭିକ୍ଷା ମାଗିରେ ହିଁ ଜୀବନ ବସିବେ ସେସବୁ। ସର୍ବସ୍ୱ ତ୍ୟାଗ କରିକି ଆସିଲା, କିଏ ବାହାର କରିଦେଲା ନା ତୋ ବନ୍ଧୁର ଲୀଳା କଥା। ଏହା ଭଳିଆ ତ ତୋର ବନ୍ଧୁ ମଧୁପ, ଯା ମୋ ପାଖରେ ଆସି କାହିଁ ଗୁଣଗୁଣ ହଉଛୁ। ଭ୍ରମର ଗୀତା। ଯାହା ହଉ, ତାହେଲେ ଆମେ ବୁଝୁଛେ ଏ କଥା ଯେ ଈଶ୍ୱର ଉପାସନା ଦ୍ୱାରା ପରମାର୍ଥ ତତ୍ତ୍ୱ ସହ ଯଦି ଜୀବର ମନ ସଂଶ୍ଳିଷ୍ଟ ହେଲା, ଧୀରେ ଧୀରେ କିଛି କାଳ ପରେ ଅନ୍ତଃକରଣରେ ବୈରାଗ୍ୟ ଉତ୍ପନ୍ନ ହେବା ସ୍ୱାଭାବିକ। ଜୀବ ହୃଦୟରେ ଯେ ମାୟା ମମତା ମୋହ ଓ ସଂସାର ପ୍ରତି ତୀବ୍ର ଅନୁରାଗ ଥିଲା, ମୋ ଘର ମୋ ପୁତ୍ର ମୋ ଧନ ମୋ ଦେହ ମୋ ବସ୍ତୁ ଇତ୍ୟାଦି ମୋ 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 ହେଇକି ତାର ପ୍ରଚଣ୍ଡ ବନ୍ଧନ ଥିଲା, ଇଏ ବନ୍ଧନଟାକୁ ଛିନ୍ନ କରିବା କାର୍ଯ୍ୟ ହେଉଛି ପରମାର୍ଥ ତତ୍ତ୍ୱର। ତା ସହିତ ସଂଶ୍ଳିଷ୍ଟ ହେଲା କି ସିଆଡୁ ଛିଣ୍ଡେଇବ, କାଟିବ, ଧୀରେ 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 ଇଆଡେ ବିତୃଷ୍ଣା ଜାତ କରି ପରମାର୍ଥ ଦିଗକୁ ଟାଣି ନେବ। ଏମିତି କେହି ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ମନି ଋଷି ସେ ପରମାର୍ଥଗାମୀ ହେଇଯାଇଛନ୍ତି ନା, ସେ ବାଟକୁ ପଳେଇଛନ୍ତି। ଆଉ ଏଇଟା ହେଲା ତେଣୁ ତଟସ୍ଥ ଲକ୍ଷଣ। ପୂର୍ବେ କହିଦେଲେ ପୂର୍ବ ଶ୍ଲୋକରେ ଗୁଣଗଣାର୍ଣ୍ଣ ଅନୁଗତ୍ୟ ହରିଣ୍ୟ ଗୋପିକା ଇବ ବିମୁକ୍ତ ଗୃହାଶା। ଗୃହ ସଂସାରର ଆଶାରୁ ମୁକ୍ତ ହେଇ କୃଷ୍ଣାନୁଗାମିନୀ ହେଇଗଲେ ହରିଣୀ ଗୁଡାକ ସଖୀ ଠିକ ଆମେ ଯେପରି। ତଟସ୍ଥ ଲକ୍ଷଣ କହିସାରିଲା ପରେ ସ୍ୱରୂପ ଲକ୍ଷଣର ଗୋଟିଏ ସୁନ୍ଦର ସିଦ୍ଧାନ୍ତ ପରବର୍ତ୍ତୀ ବାକ୍ୟରେ ଦଉଛନ୍ତି। ଭଗବାନଙ୍କ ସ୍ୱରୂପ ଲକ୍ଷଣର କୁନ୍ଦ ଦାମ କୃତ କୌତୁକ ବେଶ ଗୋପ ଗୋଧନ ବୃତ ଯମୁନାୟା
ନନ୍ଦ ସୁନୁର ନଘେ ତବ ବଚ୍ଛ ନର୍ମଦ ପ୍ରଣ ଇନ ବିଜହାର ନର୍ମଦ ପ୍ରଣୟୀ ନାଙ୍ଗ ବିଜହାର। କାଲି ଏ ଶ୍ଲୋକ ଉପରେ यार अनुवादात्मिका किछि किछि आलोचना आमे तो करदेछे नाइ कि जेतेबेले नंदंक गृह निकट रु ब्रजांगना माने फेरी आसिले स्वस्थान को ब्रज दांड को नंदपत्नी जशोदा मध्य पागलनी भलिया दौड़ी पड़े आसिले तांकर कृष्ण श्रुति रे जे अधीर होउथिले वात्सल्य रे वर्तमान गोपांगना माने आसिकरी गीत गान करी कृष्ण महिमा गाइदेव सेटा आउ टिके उत्तेजित हो गला निया टिके सुलसुल होई कुबुलुथला पवन टिके बाजिगले से जळी उठे तांको हृदय जो वात्सल्य भाव थिला ताकू ये दक्षिणा पवन भलिया ब्रजांगना मानकर कृष्ण खोजिबा आ कृष्ण गान ताकू उद्दीप्त करदेला सुदीप्त करदेला से व्याकुल प्राणा यशोदा दौड़ी आसिले आसिक व्यस्त हो पड़े किलो कहीं लो कृष्ण आज विलंब करुच्ची कौन कारण जो व्यस्त हो पड़े मां को सांत्वना दवा निमंते ब्रजांगना मैंने श्लोकटी कहते बोली काली आम आलोचना करुले नाई कि मां किछि चिंता करनी तुम्हें परा अई अनघे निष्पापे तुमर ई जन्मर किछि पाप आमे देखिनु कि पूर्व जन्मर पाप थिला भलिया हमर किछि अनुभव होउनी पूर्व जन्मर पाप जदि तमर थांता संस्कार रूपे तुम आचरण व्यवहार सेटा जना पड़ता तुम मिथ्यावादिनी ही थांत परश्री कातर ही थांत अहंकारिणी ही थांत कलहा प्रिया ही थांत नहीं कि जदि कुसंस्कार गुड़ाक थांता हे यशोदे हे मां बरं एगुड़ाक न हो तुम यशो प्रदायिका होइछ यशोदा जे यशो दान करे नहीं कि तेणु तोर पूर्व जन्मर मध्य कौन पातक नहीं इह जन्मर किसी पातक नहीं तुम पुओ कहीं कष्ट पाइब तुम पुओर कहीं किसी अनिष्ट हम तेणु प्रश्न ही उठुनी मुते चिंता करना कौन अनिष्ट जोगु उपद्रव जोगु जे श्रीकृष्ण वन में विलंब होची से कथा नुह तेरे कहीं डरी करुचलो जदि किसी दुख नहीं कि उपद्रव नहीं कि अनिष्ट होनी ये तो पलि आसवा कथा शीघ्र कहीं पर्यंत आसुनी ना हाँ हाँ सांत्वना देवा उद्देश्य ब्रजांगना माने कहउछंती यशोदा सम्मुखरे कुंदधाम कृत कौतुक बेश गोप गोधन वृत्त जमुनाया नंद सुनूर नघे तब बच्छ नर्मद प्रणयी नांग बीजहार। भगवत तत्व आमे परदिन आलोचना करथिले ना काली आलोचना करथिले जे ब्रह्म तत्वर सविशेषवाद निर्विशेषवाद ब्रह्म पदार्थर किसी वैशिष्ट्य नाही विशेषत्व नाही ब्रह्म पदार्थर किसी विशेषत्व अच्छी जो मैंने कहते जे ब्रह्म पदार्थर किसी विशेषत्व अच्छी है सविशेषवाद बा द्वैतवाद जो मैंने कहते ब्रह्म पदार्थर किसी विशेषत्व नहीं खाली गोटे स्थिति गोटे एक्जिस्टिंग समथिंग जोटा सांख्य दर्शन प्रमाण करचंदी एवं छटा आग दर्शन भितर सांख्य दर्शन एक प्रकार चूड़ामणि आम आलोचना करछे सांख्य दर्शन उपरे बहुत कथा पशिबानी सांख्य दर्शन आम सनातन धर्म मेरुदंड मेरुदंडा बंका हो भांगीगले आम अवस्था जहाँ हो भूमि उठी पारानी सनातन धर्म जदि कटि जाए खंडित हो जाए सांख्य दर्शन ताले सनातन धर्म लोटी पड़ो हुए आदंडायमान हो पारनी ये जो दर्शन से संपूर्ण रूपे ब्रह्म को निर्विशेष बोली प्रमाण करछंती निर्विशेष ब्रह्म केवल अस्तित्वटा अच्छी सीना कौन से क्रिया नहीं से तत्व को पुरुष बोले संबोधन करचंदी प्रकृति पुरुष जोग सांख्य दर्शन
ପ୍ରକୃତି ପୁରୁଷ ଯୋଗ ସନାତନ ଧର୍ମର ଏକ ବଳିଷ୍ଠ ବିଭାଗ, ଅପରିହାର୍ଯ୍ୟ ଅଙ୍ଗ। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପ୍ରକୃତି ପୁରୁଷ ଯୋଗ ନାମରେ ସାଂଖ୍ୟ ତତ୍ତ୍ୱକୁ ଗୋଟିଏ ଜାଗାରେ ଭଗବାନ କହିଛନ୍ତି, ଗୋଟେ ଅଧ୍ୟାୟ ତା ପାଇଁ ପୁରା ରହିଛି। ଏଥିରେ ପ୍ରକୃତି କି ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆହେଇଛି। ପୁରୁଷର କିଛି କରିବାର ନାହିଁ କି କିଛି ବିଷୟତ୍ୱ ନାହିଁ କି କିଛି ନାହିଁ, ଆଉ ନା ତା ଖାଲି ଏକ୍ଜିଷ୍ଟେନ୍ସଟା ମାନିବାକୁ ହବ, ସେ ଅସ୍ତି ଏତିକି ହିଁ ମାନିବା ଛଡା ଆଉ କୌଣସି ଲକ୍ଷଣ ନାହିଁ, ଚିହ୍ନ ନାହିଁ, ବର୍ଣ୍ଣ ନାହିଁ, କ୍ରିୟା ନାହିଁ, କଳାପ ନାହିଁ, କିଛି ନାହିଁ। ବରଂ ପୁରୁଷ ପ୍ରକୃତି ସ୍ଥୋ ହି ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ। କାରଣ ଗୁଣ ସଂଘର୍ଷ ସତ ଅସତ ଯୋନି ଜନ୍ମସୁ ଇତ୍ୟାଦି ବାକ୍ୟ ମାନଙ୍କରେ ଭଗବାନଙ୍କ ବାକ୍ୟ ଅଛି। ଏକଦମ ଦର୍ଶନଟାର ସାର ଚିପୁଡ଼ିକିରି ପ୍ରକୃତି ପୁରୁଷ ଯୋଗରେ ବିଚାର କରି କହୁଛନ୍ତି। କାର୍ଯ୍ୟ କାରଣ କର୍ତ୍ତୃତ୍ୱ ହେତୁ ପ୍ରକୃତି ରୁଚ୍ୟତେ ପୁରୁଷ ସୁଖ ଦୁଃଖାନାଙ୍ଗ ଭୋଗତୃତ୍ୱ ହେତୁ ରୁଚ୍ୟତେ। ତାର କିଛି କରିବାର ନାହିଁ, କିଛି ସ୍ଥାଣୁ ଦେ। ପ୍ରକୃତି ତା ଦେହରେ ଯୋଉ ରଙ୍ଗ ବୋଳିଲେ ସେଇ ରଙ୍ଗ ବୋଳି ହେଇକିରି ସେ ଠିଆ ହେଇଥିବ, ସ୍ଥାଣୁ ତ ଆଉ ଅଚଳ। ଆଉ ଏତାଦୃଶ ଯୋଉ ପୁରୁଷ ନିର୍ବିଶେଷ ବା ନିରାକାରବାଦ, ସବିଶେଷ ବା ସାକାରବାଦ, ଏ ଦୁଇଟି ଆକ କିନ୍ତୁ ଗୋଟିଏ ଜିନିଷକୁ ମାନୁଛନ୍ତି ଯେ ପରତତ୍ଵ ବା ଭଗବତ ତତ୍ଵ ବା ପରମାର୍ଥ ତତ୍ଵ, ଈଶ୍ୱର ପରମେଶ୍ୱର ତିନି ବଳୟ ଯୁକ୍ତ, ତ୍ରିବଳୟ ଯୁକ୍ତ, ଏଟାକୁ ଉଭୟ ମାନିଛନ୍ତି। ସାଂଖ୍ୟ ଦର୍ଶନ କହିଲେ ତ ବେଦାନ୍ତର ବେଦର ଉପନିଷଦ ଗୁଡାକ ବେଦର ଅନ୍ତର୍ଗତ ନା, ଉପନିଷଦ ଗୁଡାକ ତ ବେଦଠୁ ଭିନ୍ନ ନୁହନ୍ତି ନା। ଏଇଟା ମୋର ହାତଟା ଯେ ମୋ ଦେହଠୁ ଭିନ୍ନ କି? ମୋ ଦେହର ଗୋଟେ ପୋର୍ସନ ନା ଆଉ କଣ? ହାତ ବୋଲି ତାକୁ ଗୋଟେ ଅଲଗା ନାଁ ଦିଆହେଇଛି, ତାର ଅଲଗା କାର୍ଯ୍ୟ ଅଛି, କିନ୍ତୁ ଦେହର ଗୋଟେ ଅଂଶ ତ ନା, ଦେହଠାରୁ ଗୋଟେ ଭିନ୍ନ ପଦାର୍ଥ। ଚଦରଟା ଯେମିତି ମୋ ଦେହଠାରୁ ଭିନ୍ନ ପଦାର୍ଥ, ହାତଟା ସେମିତି ମୋ ଦେହଠାରୁ ଭିନ୍ନ ପଦାର୍ଥ ନୁହେଁ। ସେଭଳିଆ ଉପନିଷଦ ବେଦଠାରୁ ଭିନ୍ନ ପଦାର୍ଥ ନୁହେଁ। ଏକ ଉପନିଷଦ ନାମଧାରୀ ଅଲଗା ନାଁଟା ଦିଆହେଇଛି ସେ ପୁରୁଷଟାକୁ, କିନ୍ତୁ ବେଦର ଅନ୍ତର୍ଗତ। ତାର ତ ସଚ୍ଚିଦାନନ୍ଦ ବ୍ରହ୍ମ ବାକ୍ୟଟିକି ସାଂଖ୍ୟ ଦର୍ଶନ ଗ୍ରହଣ କଲେ, ସାଂଖ୍ୟ ଦର୍ଶନ ଗ୍ରହଣ କଲେ। ପ୍ରଜ୍ଞାନଙ୍ଗ ମାନନ୍ଦଙ୍ଗ ବ୍ରହ୍ମ ସଚ୍ଚିଦାନନ୍ଦ ବ୍ରହ୍ମ, ବ୍ରହ୍ମ ପଦାର୍ଥ ସତ୍ ଚିତ୍ ଆନନ୍ଦ ଯୁକ୍ତ, ସତ୍ ଚିତ୍ ଆନନ୍ଦ ଯୁକ୍ତ। ଯୋଉ ପଦାର୍ଥର କେବଳ ଏକ୍ଜିଷ୍ଟେନ୍ସ ଅସ୍ତିତ୍ୱଟା ମାନିବାକୁ ହଉଛି, ଆଉ କିଛି ଲକ୍ଷଣ ଦ୍ୱାରା ଲକ୍ଷିତ କରି ହଉନି, ତା ନିକଟରେ ତାଠାରେ ସତ୍ ଚିତ୍ ଆନନ୍ଦ ତ୍ରୟ ବିଦ୍ୟମାନ ଅଛନ୍ତି। ଏଇଟାକୁ ମାନୁଛନ୍ତି। ଆନନ୍ଦ ଚିତ୍ ଆଉ ସତ୍। ଆମେ କହୁଛେ ସତ୍ ଚିତ୍ ଆଉ ଆନନ୍ଦ, ଆମେ ଇଆଡୁ ଯାଉଛେ, ଆମେ ବାହାର ପଟେ ଅଛେ ତ ବାହାର ଦୁନିଆରେ, ଇଆଡୁ ଗଲା ବେଳକୁ ବ୍ରହ୍ମ ପାଖକୁ ଆମେ ପ୍ରଥମେ ସତ୍ ପାର ହବା, ତାପରେ ଚିତ୍ ପାର ହବା, ତାପରେ ଆନନ୍ଦ ପାର ହବା, ତାପରେ ଯାଇକି ତତ୍ତ୍ୱକୁ ଧରିବା। ଇଆଡୁ ଗଲା ବେଳକୁ ଆମେ ସତ୍ ଚିତ୍ ଆନନ୍ଦ ବୋଲି ସଚ୍ଚିଦାନନ୍ଦ କୁହାଯାଇଛି। କିନ୍ତୁ ପରତତ୍ତ୍ୱଠୁ ଯଦି ଆମେ ସଂସାର ଆଡକୁ ସିଆଡୁ ଆସିବା, ପ୍ରଥମେ ପଡିବ ଆନନ୍ଦ, ତାପରେ ଚିତ୍, ତାପରେ ସତ୍, ଏ ତିନିଟା ପଡିବ। ସାଂଖ୍ୟ ମତରେ ସତ୍ ଚିତ୍ ଆନନ୍ଦ କଣ? ଏ ତିନିଟା ପଦାର୍ଥ କଣ? ଆନନ୍ଦ ସମସ୍ତେ ଜାଣୁଛେ, ନାତିଟିଏ ଜନ୍ମ ହେଲେ ଆନନ୍ଦ ଲାଗିଲା, ଲଟେରୀ ଫୁଟିଲେ ଆନନ୍ଦ ଲାଗିଲା, ରସଗୋଲା ଟିଏ ଖାଇଲେ ଆନନ୍ଦ ଲାଗିଲା, ସାଙ୍ଗସାଥି ହସଖୁସି ମୌଜ ମଜଲିସରେ ଆନନ୍ଦ ଲାଗିଲା। ଆନନ୍ଦ ବୋଲେ କଣ କାହାକୁ ବୁତେଇବ କି? ତାର କୌଣସି ଇଏ ନାହିଁ, ତାର କୌଣସି ଆନନ୍ଦ ଏକ ଉପଭୋଗର ଜିନିଷ, ଅନୁଭବର ଜିନିଷ, ତା ପାଇଁ କିଛି ଶବ୍ଦ ନାହିଁ, ଯେହେତୁ ଅନୁଭୂତିଟେ ଆନନ୍ଦ। ଚିତ୍ କହିଲେ କଣ? ଆନନ୍ଦ ତ ସମସ୍ତେ ଭୋଗ କରୁଛେ। ଚିତ୍ କହିଲେ କଣ? ନା ଚିତ୍ କହିଲେ
आम भितर जोटा अच्छी बोली आम अच्छे बंचीचे जोटा चलीगले आमको मरीगला बोली कहे से पदार्थ को चित कह जाए चेतना चित चित को बुझापी यहाँ सबुठ सहज आउ कौटी आड़े सहज बुझी हेनी जोटा अच्छी बोली आम चलुचे बुलचे खाऊचे होचे देउचे सब करुचे जोटा चलीगले आमको मरीगला बोली कहे आ छुईबेनि शब होगला या नहीं जाओ स्वर्ग द्वार को जोटा चलीगले से पदार्थ तो चित आउ सत बोले कौन सत कहले धूलिकणा ठू आरंभ करी बृहत विश्व पर्यंत ब्रह्मांड पर्यंत सबुड़ाकर जो रूपांतर ही चली प्रत्येक वस्तु जो रूपांतर ही चली जी ठेली नौ आग को सेटा हूँ सत सृष्टिर मूल शक्ति नूतन नूतन सृष्टिर नूतन नूतन सृष्टि जे करी चली कखारु मंजिटर पत्र जोड़े बाहर थिला तार दिन सकाळु देखला बेलू दीटा पत्र बाहर पड़ा 4टा होगला इटा केतले बाहर रे संध्यारे बाहर थिला नाई तो पुओ कहला मु संध्यारे देखी से जोड़े पत्र थिला पत्नी कहले मु शोवा गला बेलू राति 11टा हलानी देखी से जोड़े पत्र थिला एटा केतले बाहर पड़े राति 2टा 2:30 भीतर भूसकरी बाहर पड़ा आम जगिले ता परदिन राति दियाक आलो फालो धरी 3-4 जन होकर केतबेले पत्र जोड़ाक बाहर देखा धरीपर सका को देखा आम जगवाटे जगिचु कि पत्र को पत्र बाहरी पड़ी जो शक्तिटा क्रिया करुछि जगतर प्रत्येक वस्तु रूपांतर कर सत कह जाए जाओ थे आम बेसी समय गुड़ा तत्व जिन गुड़ाक खाली छुई छुई बनेवा प्रयोजन समय आपको वर्णना करवा जो सत चित आनंद निराकार तत्वर 3टी बलय जेपरी साकार तत्वर सबुठी आम 3टा बलय पाइबा प्रथम पुराण दर्शन कहले भगवान होचंदी चतुर्व्यूह चतुर्व्यूह बोली कहीदेले नहीं कि नमस्ते वासुदेवाय नमः संकर्षणाय च प्रद्युम्नाय निरुद्धाय चतुर्व्यूहे नमो नमः श्रीमद भागवत श्लोक ये श्लोकटा भागवत 2 थर अच्छी टिके एपट सेपट होकर 2 थर अच्छी सामान्य खाली च बा एमती परिवर्तन होकर चतुर्व्यूह एथर तत्व होचंदी वासुदेव तांको चारिपटे संकर्षण प्रद्युम्न अनिरुद्ध 3टा बलय धर जो शनि महाग्रह चारिपटे 3टा बलय अच्छी बोली आम जानूचे एमती भगवत सत्तार चतुर्दिगरे 3टा बलय आम पाइबा यहाँ हूँ तार स्वरूप लक्षण कौन बुझिपारे ना तटस्थ लक्षण ना कहला आम पूर्वे जाके वैराग्य उत्पन्न कारक जीवर वैराग्य उत्पन्न करी निज निकट को आकर्षण कर निए एटा तटस्थ लक्षण कार्य द्वारा ज्ञान तार कार्य एटा परतत्व कार्य परतत्वर स्वरूपटा केमती स्वरूप लक्षणटा कौन ना तत्व तत्वर चतुष्पार्श्व 3टी बलय रहिब प्रभु श्रीराम जेतेबेले दशरथ राजांकर गृह अवतीर्ण थिले पलंक उपर शुआई देइछन्ति प्रथम बलय हला भ्राता प्रभु श्रीराम शोइछन्ति चारिपटे गड़ुचन्ति 3 भाई प्रथम बलय द्वितीय बलय मातागण 750 मा तृतीय बलय अयोध्यावासी गण अयोध्यार प्रजा गण प्रभु श्रीराम को दर्शन करने घरे सब पड़ रही था एमती प्रत्येक तत्वर बलय विद्यमान रोचे तार स्वरूप लक्षण एठी सुखदेव गोस्वामी से परतत्वर स्वरूप लक्षण चिन्ह को जाई कथा प्रसंग मौजा ढंग अन्य कथा प्रसंग ता भीतर टिके छिट से गुड़ाक परम विद्वान द्वारा सबू संभव द्वारा सबू संभव मधुर लीला कथा भितर केमिति तत्व सन्निवेशन करुछन्ति स्पष्ट भाव में कहले कुंद दाम कृत कौतुक बेश गोप गोधन वृत्त जमुनाया नंद सुनूर घेत बच्च नर्मद प्रणय नांग बीजहार आज आम मंगलाचरण कौन कहते
ଫୁଲ୍ଲେନ୍ଦୀ ବରକାନ୍ତି ମେନ୍ଦୁ ବଦନଂ ବରହା ବତଂସଂ ପ୍ରିୟಂ ଶ୍ରୀବତ୍ସାଙ୍କ ମୁଦାର କୌସ୍ତୁବଧରଂ ପୀତାମ୍ବରಂ ସୁନ୍ଦରಂ ଗୋପୀନାଂ ନୟନୋତ ପଳାର୍ଚିତ ତନୁ ଗୋପ ସଂହାବୃତಂ। ନାଇଁ କି ଆବୃତ ଏଇ ତତ୍ତ୍ୱତ୍ରୟକୁ ବଳୟତ୍ରୟକୁ ନିର୍ଦ୍ଦେଶ କରି କହୁଛନ୍ତି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅରଣ୍ୟରେ ଗୋଚାରଣ କରି କରି କ୍ଳାନ୍ତ ହେଇ ଆସି ଯମୁନାରେ ସ୍ନାନ କଲେ, ସନ୍ଧ୍ୟା ସମୟ ଆସନ୍ନ ପ୍ରାୟ, ଏଲେ ଗୋରୁମାନେ ବି ଏବଂ ଇଏ ଗୋପ କୁମାର ମାନେ ମଧ୍ୟ ସମସ୍ତେ ଆସିଲା ବେଳକୁ ଯମୁନାରେ ସ୍ନାନ କରିବେ। ଦିନ ତମାମ ଅରଣ୍ୟରେ ବୁଲୁଛନ୍ତି, ଖରା ଖାଇଛନ୍ତି, ଝାଳ ଲାଳ ହୋଇଛନ୍ତି, ପର୍ବତରେ ଚଢିଛନ୍ତି, କଣ୍ଟାରେ ବସିଛନ୍ତି, ବାଲିରେ ଦୌଡୁଛନ୍ତି, ଭୋଜନ ମଧ୍ୟ କରିଛନ୍ତି ପେଟ ଭରା। ଯମୁନା ଭିତରେ ଟିକେ ବୁଡି ପଡ଼ିଲେ ଟିକେ ଶାନ୍ତି ଲାଗିଯିବ, ଶୀତଳ ଲାଗିଯିବ, ଏ ପରିଶ୍ରମ ଶ୍ରମ ଦୂର ହୋଇଯିବ। ତେଣୁ ଶ୍ରମୋପନୋଦନ ନିମନ୍ତେ ଯେତେବେଳେ ଯମୁନା ଭିତରେ ପ୍ରବେଶ କରେ ଯମୁନାୟାଂ ମା ଯଶୋଦା, ଏଥିପାଇଁ ଶ୍ୟାମସୁନ୍ଦରଙ୍କର ଟିକେ ଡେରି ହଉଛି ମ। କଣ ପାଇଁ ଡେରି ହଉছিল? ଶୀଘ୍ର କାହିଁ ଆସୁନି ନା କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଅରଣ୍ୟ ଭିତରୁ ଆସି ଯମୁନାରେ ସ୍ନାନ ପୂର୍ବକ ଯମୁନାର ଉପକୂଳବର୍ତ୍ତୀ ମସୃଣ ବାଲୁକା ରାଶିରେ ଯେତେବେଳେ ବସିଛନ୍ତି, ସେତେବେଳେ ହେଇଛି କଣ ନା କୁନ୍ଦଦାମକୃତ କୌତୁକ ବେଶ। ଯେତେବେଳେ ଗାଧେଇ ପାଧେଇ ଆସିକିରି ବସି ପଡ଼ିଲେ, ସେତିକି ବେଳେ କାଲି କୁନ୍ଦ କୁସୁମ ବିଷୟରେ ଆଲୋଚନା କରିଛି, ଆଉ ଦରକାର ନାହିଁ। କୁନ୍ଦ କ୍ଷୁଦ୍ର କ୍ଷୁଦ୍ର ଦନ୍ତ ତୁଲ୍ୟ ଶୁଭ୍ର ସୁନ୍ଦର ଛୋଟିଆ ଛୋଟିଆ ଫୁଲ, ହଡ଼ା ଗୁନ୍ଥିବାକୁ ତୋଳିବାକୁ ମଧ୍ୟ ଡେରି ହୁଏ, ଗୁନ୍ଥିବାକୁ ମଧ୍ୟ ଟିକେ ସମୟ ଲାଗେ, ପିନ୍ଧେଇବାକୁ ଟିକେ ସମୟ ଲାଗେ। ଛୋଟିଆ ଛୋଟିଆ ମାଳା କିଲୋ, ତାଙ୍କୁ ଆଉ ଫୁଲ ମିଳିଲାନି କିଲୋ, କୁନ୍ଦ ଫୁଲ କାହିଁକି ତୋଳୁଥିଲେ, ଏତେ ଡେରି କରୁଛନ୍ତି? ମୋ ପିଲା ଶୀଘ୍ର ଘରକୁ ଆସୁନି। ନା ନାଇଁ ମୋ ମା, ତୁମ ପୁଅ ଦେହକୁ କୁନ୍ଦ କୁସୁମଟାର ମାଳା ଯେମିତି ମାନେ, ଯେତେ କୌତୁକ ବୋଧ ହୁଏ, ଶ୍ୟାମଳ ସୁନ୍ଦର ଶ୍ରୀଅଙ୍ଗରେ ଶୁଭ୍ର ସରୁ ସରୁ ରେଖା କାଟିଦେଲା ଭଳିଆ ରୂପାର ତାରକସି କାମଟା କେମିତି ଶୋଭନୀୟ ଦେଖାଯାଏ, ଛୋଟ ଛୋଟ ସରୁ ସରୁ ତାରରେ ତିଆରି, ଠିକ ସେଇଭଳିଆ ତ କୁନ୍ଦ କୁସୁମ ମାଳାରେ ସଜେଇ ଦେଲେ ତୁମ ପୁଅକୁ, ତାଙ୍କର ଶ୍ୟାମଳ ଅଙ୍ଗକୁ, ଏଟା ବଡ ମାନେ ବଡ ଶୋଭା ମାରେ। ଯେତେ ପ୍ରକାରର କୁସୁମ ହାରରେ ସେ ସଜେଇ ହୁଅନ୍ତି, କୁନ୍ଦ କୁସୁମ ହାରର ସଜ୍ଜାଟା ଅତ୍ୟନ୍ତ ଆକର୍ଷଣୀୟ ତୁମ ପୁତ୍ରଙ୍କର। ସେ ନିଜେ ବି କୌତୁକୀ ହୁଅନ୍ତି, ଦେଖିବାକୁ ମଧ୍ୟ ସଖା ମାନଙ୍କୁ ବଡ କୌତୁକ ଲାଗେ। ଚତୁଃପାର୍ଶ୍ୱରେ ପୁଅକୁ ସଜେଇ ଦେଇକିରି ତୁମର ଏମିତି ନାଚୁଥାନ୍ତି, ଆନନ୍ଦ କରୁଥାନ୍ତି, କୀର୍ତ୍ତନ କରୁଥାନ୍ତି। କିଏ ସେ? ଗୋପ ବାଳକଗଣ। ସେତିକି ବେଳେ ତ କୁନ୍ଦ ଦାମକୃତ କୌତୁକ ବେଶ ଗୋପ ଗୋଧନ ବୃତ୍ତ ଯମୁନାୟାଂ। ଶ୍ରୀକୃଷ୍ଣଙ୍କ ଚତୁଃପାର୍ଶ୍ୱରେ ଗୋପ ବାଳକ ମାନଙ୍କର ଗୋଟିଏ ଆବରଣ। ଆମର ଠାକୁରାଣୀ ପୂଜା ଗୁଡାକରେ ଆବରଣ ପୂଜା ନାହିଁ, ଯୋଉ କୁଦେବତାରେ ଆବରଣ ପୂଜା ନାହିଁ, ଏଇଟା ମୂଳ ତତ୍ତ୍ୱରେ ଅଛି ବୋଲି ସବୁଥିରେ ଅଛି। ଆବରଣ ପୂଜା ନାହିଁ। ଆବରଣ ପୂଜା କଣ? ଅର୍ଚ୍ଚନା ମାନଙ୍କରେ ଏଇ ଚତୁଃପାର୍ଶ୍ୱରେ ତାଙ୍କର ରହିଥିବା ଶକ୍ତି ଉତ୍ତେଜ, କିନ୍ତୁ ସୂର୍ଯ୍ୟର ଚତୁଃପାର୍ଶ୍ୱରେ ମଣ୍ଡଳ, ଚନ୍ଦ୍ରର ଚତୁଃପାର୍ଶ୍ୱରେ ମଣ୍ଡଳ ବିରାଜମାନ କରେ। ହେଲେ ଭଗବତ ତତ୍ତ୍ୱର ଚତୁଃପାର୍ଶ୍ୱରେ ତିନିଟା ମଣ୍ଡଳ, ଗୋଟେ ନୁହଁ। ତ ନିରାକାରର ଯେପରି ସାକାରର ମଧ୍ୟ ସେପରି କୃଷ୍ଣଙ୍କ ଚତୁଃପାର୍ଶ୍ୱରେ ଗୋପକୁମାର ମାନଙ୍କର ଗୋଟିଏ ବଳୟ, ତାର ଚତୁଃପାର୍ଶ୍ୱରେ ଗୋଧନ ମାନଙ୍କର ଗୋଟିଏ ବଳୟ, ତାର ଚତୁଃପାର୍ଶ୍ୱରେ ବୃନ୍ଦାବନର ପଶୁ ପକ୍ଷୀ ମୟୂର କପୋତ ଶଶକ ମୃଗ ଖଗ ଭ୍ରମର ଏମାନଙ୍କର ଗୋଟିଏ ବଳୟ। ଏ ସମସ୍ତଙ୍କର ଗୋଟିଏ ବଳୟ। ଏ ପ୍ରକାର ଶାସ୍ତ୍ରରେ ନିରୂପଣ ହୋଇଛି। ଶ୍ରୀକୃଷ୍ଣଙ୍କ ଚତୁଃପାର୍ଶ୍ୱବର୍ତ୍ତୀ ବଳୟତ୍ରୟ, ଗୋପକୁମାର ମାନଙ୍କର ଗୋଟିଏ ବଳୟ, ତା ନିକଟରେ ଗୋଧନ ମାନଙ୍କର ଗୋଟିଏ ବଳୟ, ତା ନିକଟରେ ବୃନ୍ଦାବନର ପଶୁପକ୍ଷୀ ମାନେ ସମସ୍ତେ ଖାଦ୍ୟ ପଢି ଆସିଛେ। କି ସୁନ୍ଦର ବାକ୍ୟ ମାନଙ୍କରେ କେମିତି କବଳିତ ତୃଣ ପାଟିରେ ଧରିକିରି କାନ ଠିଆ ଠିଆ କରି ଛିଡା ହେଇକିରି ଚାହୁଁଛନ୍ତି ଏକଲୟରେ।
ठीक ये जिनिस गुड़ाक प्रभु श्रीराम जो बण को जाऊँगी केमी बणर पशुपक्षी आउ बनर बनवासी कंध कोल्ह भिल प्रभृति सांताल प्रभृति बनवासी गण से किन तटस्थ होकर छिड़ा होकर से मनोहर लावण्य रूप को निर्निमेष नयन चाहि रही तटस्थ अवस्था मस्तिष्क कर्म काम करनी कि अंग प्रत्यंग काम करनी कि लावण्यमय रूप से गोसाई जी वर्णना कर बलयत्रय स्वरूप लक्षण यही प्रकार बलयत्रय द्वारा आवृत बान तब सुत हे निष्पापे कुंद कुसुम सजे ही जमुना कूल जो बसी सखा मान सखा माने तुम पुत्रर ए मनोहर रूप विन्यास देखे आनंद रे नृत्य करुछंती हे जननी कुंद धाम कृत कौतुक बेश गोप गोधन वृत जमुनाया नंद सुनु अनघे तब बच्छ नर्मदह प्रणयी नांग बीजहार बीजहार विशेष भाव विहार करुचंती वन विहार का सहित ना प्रणय न प्रिय संगी प्रिय बंधु गोपकुमार मानक सह जेतेबेले एही प्रकार भाव लीला करुचंती काल यापन करुचंती कौतुक करुचंती खेल करुचंती यशोदांकर चिंता हला एमती खेलु खेलु से तो भोला केते राति करिवो के जाने আজি आउ तो डेरी हो आसवाक नहीं कि ब्रजांगन मैंने से कहते जमुना ए चिंता बालक मान जो जमुना उपकूल विहार करुछंती बीजहार विशेष विहार नर्मदह सुख प्रदानकारी नर्म सुख सुख प्रदानकारी क्या सुख प्रदान करुछंती ना प्रणयी जन को जे भल पाऊँ गोप बालक मानू बनवासी बनचर पशुपक्षी मानू समस्त प्रणयी कृष्णंकर से आनंद प्रदान पूर्वक वन विहार कर कुंदमाला सजे हे निजे माँ माम तुम्हें कहीं व्यस्त होच तुम बड़ भाग्य तुम बड़ सौभाग्य कौन लो सौभाग्य घर को तो आसुनी भोकरे बुलुची सकालू कौन दीटा खाई जाइला जे पोड़ा जीवन मोर माँ जो व्यस्त होती नाई मो माँ तुम्हें परम सौभाग्य किपरि मंद वायु रूप बात्यनुकूल मानयन मल यजस्पर्शन वंदित स्तमुप देवगणा जे बाद्य गीत बलि भिपरी बब्रू माँ तुमर केमिति भाग्य देख तुम पुओ श्याम सुंदर से कृष्ण जेते बेले कुंद माला सज्जित होई त्रिबलय युक्त होई जमुना कूल आसी बसी चतुर्दिगरे गोप बालक गोधन और बनर पशुपक्षी माने शत्रुष्ण नयन ए मनोरम लावण्य को अवलोकन कर तटस्थ ही छिड़ा होती किए तो निर्वचनीय परमानंद अंतःकरण से भोग होची कृष्ण दर्शन नहीं कि कृष्ण दर्शन कि भोग होची कि आनंद भोग होची से जानती वर्णनातीत कल्पनातीत ए अवस्था वन पशु को कौन किलो बनर हरिण मयूर चातक कपूत शशक प्रभृति जीव गुड़ाक कौन केबे हेले आसबे मनुष्य पाखु ना हाँ माँ पलि आसुचंती सेमाने तो मोह हो जाउचंती अज्ञान हो जाउचंती तांकर आउ चेतना अच्छी जे ज्ञान अच्छी जे से कहबे ता मनीष बाड़ी धरची मते बाड़े देबो मु जीविनी ए ज्ञान थिले तो ज्ञान लुप्त अज्ञान अवस्था प्राप्त हो जाइछंती कृष्ण दर्शनर परमानंद भोगरे मुह्यमान तांकर मस्तिष्क काम करनी बनर पशुपक्षी कथा कह कौन माँ एड़ा तो पशु बड़ बुद्धिमान जीव आकाशर गंधर्व किन्नर चारण अप्सरस प्रभृति
ନୃତ୍ୟ ଗୀତ ବାଦ୍ୟ ସୌନ୍ଦର୍ଯ୍ୟ ପ୍ରିୟ ଜାତିଟା ନାଇଁ କି ଚତୁର୍ଦ୍ଦଶ ଭୁବନରେ ବିଳାସୀ ରସିକ ଆଉ ସୌନ୍ଦର୍ଯ୍ୟର ପ୍ରିୟ ଜାତି କିଏ ସେ ଗନ୍ଧର୍ବ ବିଦ୍ୟାଧର ଅପ୍ସରସ ଚାରଣ ଗୁହ୍ୟକ ନାଇଁ କି କିନ୍ନର ଏଗୁଡାକ ଏମାନଙ୍କର ବେଶଭୂଷା ଦେଖୁଛନ୍ତି ପରା ଗନ୍ଧର୍ବାଚରିତ କଣ ସେଟା ଝୁଲଣ ଯାତ୍ରା ଝୁଲଣର ଯୋଉ କାରୁକାର୍ଯ୍ୟ ଚକମକ ଏଟା ଗନ୍ଧର୍ବ ମାନେ କରିଥିଲେ ତାଙ୍କ ଦେଶରେ ସବୁ ଭଳିଆ ହୁଏ ତାଙ୍କ ଘର ଦ୍ୱାରା ଏମିତି ଚକଚକ କରୁଛି ସବୁବେଳେ ଜରି ଜବୁରାରେ ସେ ଜାତିଟା ସିଆ ତାଙ୍କ ବେଶ ପୋଷାକ ତାଙ୍କର ସେ ପ୍ରକାର ଚାଲିଚଳଣି ଆଉ এই প্রকার ସବୁଠାରୁ ଅଧିକ ବିଳାସ ଓ କୌତୁକ ପ୍ରିୟ ଜାତି ଗନ୍ଧର୍ବ ଅପ୍ସରସ କିନ୍ନର ପ୍ରଭୃତି ଗଣ ମଧ୍ୟ ଏହି ସମୟରେ ଆକାଶରୁ ଖସି ଆସିବାକୁ ବାଧ୍ୟ ହୋଇ ଅଜ୍ଞାନ ବିମୋହିତ ଅବସ୍ଥାରେ ତୁମ ପୁତ୍ରର ଆକର୍ଷଣରେ ଟାଣି ହେଇ ଆସି ସେମାନେ ପହଞ୍ଚିଲା ବେଳକୁ କଣ ଦେଖନ୍ତି ଆମେ ଟିକେ ଯାଉଛୁ ଟିକେ ବିଞ୍ଚି ହେଲେ ଦେବୁ ଟିକେ ଚାମର ସେବା କରିଦେବୁ ଟିକେ ଆଲଟ ପକେଇଦେବୁ ବୋଲି ଆସିଲା ବେଳକୁ ସେ ସୁଯୋଗ ମଧ୍ୟ ସେମାନେ ପାଉନାହାନ୍ତି ଏ ଲାଳସାରେ ଆସୁଛନ୍ତି କିନ୍ତୁ ସେ ସୁଯୋଗ ମଧ୍ୟ ପାଉନାହାନ୍ତି କାହିଁକି ପାଉନାହାନ୍ତି ନା ମନ୍ଦ ବାୟୁ ରୂପ ବାତ୍ୟନୁକୂଳ ମାନୟନ ମଳ ଯଜସ୍ପର୍ଶନ ବନ୍ଦିନସ୍ତମୁପ ଦେବଗଣା ଯେ ବାଦ୍ୟ ଗୀତ ବଳି ଭିପରି ବବ୍ରୁ ତ ସେମାନେ ଟିକେ ଚାମର ବ୍ୟଜନ ସେବା କରିବା ପାଇଁ ଲୋଭରେ ଆସି ପହଞ୍ଚିଲା ବେଳକୁ ଅରଣ୍ୟର ପଶୁ ଗଣ ଆକାଶର ଜୀବ ଗୁଡା ତ ସ୍ୱର୍ଗୀୟ ଜୀବ ଗୁଡା ତ ପଡି ଯାଉଛନ୍ତି କୃଷ୍ଣଙ୍କର ଶ୍ରୀମୂର୍ତ୍ତିର ମନୋହର ଶୋଭାର ଅପୂର୍ବ ଲାବଣ୍ୟର ଏପରି ଆକର୍ଷଣ ଶକ୍ତି ଯେ ସ୍ୱର୍ଗର ଅପ୍ସରା ଗନ୍ଧର୍ବ ଗଣ ଟାଣି ହେଇ ପଡି ଯାଉଛନ୍ତି ଆଉ ବଣର ପଶୁ ପକ୍ଷୀ ତ ଅଜ୍ଞାନ ସହଜ ଅଜ୍ଞାନ ସେମାନେ କାହିଁକି ଆସୁଛନ୍ତି ନା ଟିକେ ଚାମର ବ୍ୟଜନ ହେଲେ ସେବା କରିଦେବା ବୋଲି ଆସି ଦେଖିଲା ବେଳକୁ କଣ ହେଇଛି ନା ମନ୍ଦ ବାୟୁ ଯମୁନା କୂଳରେ ବସିଛନ୍ତି ସ୍ନାନ ସାରିକିରି କୁନ୍ଦ ମାଳାରେ ବେଶ ହେଇକିରି ଭଗବାନ ଶ୍ରୀକୃଷ୍ଣ ମନ୍ଦ ବାୟୁ ମନ୍ଦ ମନ୍ଦ ବାୟୁ ଅନୁକୂଳ ଉପବାତି ଉପବାନ୍ତି ବ୍ୟଜୟନ୍ତି ବ୍ୟଜନ କହିଲେ ବିଞ୍ଚିବା କିଏ ବିଞ୍ଚୁଛି ବସିକିରି ମନ୍ଦ ବାୟୁ ସେ କାମ କରିଦେଲାଣି ମନ୍ଦ ବାୟୁ ଚତୁଃପାର୍ଶ୍ୱରେ ବୋଲି ଅନୁକୂଳମ ଯୁଆଡୁ ଗଲେ ଅନୁକୂଳ ଦେଖିଲା ବେଳକୁ ଶ୍ରୀକୃଷ୍ଣଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ବି ବହୁଛି ପଶ୍ଚିମରୁ ବି ବହୁଛି ଦକ୍ଷିଣରୁ ବି ବହୁଛି ଉତ୍ତରରୁ ବି ବହୁଛି ଚତୁର୍ଦିଗର ଅନୁକୂଳ କୁଆଡୁ ହେଲେ ପ୍ରତିକୂଳ ନାହିଁ ଚତୁର୍ଦିଗରୁ କୃଷ୍ଣଙ୍କ ଆଡକୁ ବହୁଛି ମନ୍ଦ ବାୟୁ କୃଷ୍ଣଙ୍କର ଚତୁଃପାର୍ଶ୍ୱବର୍ତ୍ତୀ ସମୟରେ ଅନୁକୂଳ ଉପବାତି ଗୋଟିଏ ଦିଗରୁ ଆସିଲେ ଯୁଆଡୁ ଆସିଲେ ଆମେ ସେଟାକୁ କହିବା ଅନୁକୂଳ ଯୁଆଡେ ପଳେଇଲା ସେଟାକୁ କହିବା ଆମେ ପ୍ରତିକୂଳ ଆମର ପ୍ରତିକୂଳ ଦିଗକୁ ହେଲା କିନ୍ତୁ କୃଷ୍ଣଙ୍କର ଚତୁର୍ଦିଗରୁ ସେଟା ଅନୁକୂଳ ହଉଛି ନିଜ ଆଡକୁ ଆସୁଛି ସିନା ନିଜ ଆଡୁ କୁଆଡୁ ଦୂରକୁ ଯାଉନି এই ପ୍ରକାର ଭାବରେ ବାୟୁ କିଦୃଶ ବାୟୁ ନା ଖାଲି ବ୍ୟଜନ ଧରି ବିଞ୍ଚୁଛି ତା ନୁହଁ ମହାସମ୍ମାନ ପ୍ରଦାନ କରୁଛି କୃଷ୍ଣଙ୍କୁ ମନ୍ଦ ବାୟୁ ବ୍ୟଜନ ଚାଳନ ପୂର୍ବକ ବିଞ୍ଚି ବିଞ୍ଚି ଯାଉଛି କୃଷ୍ଣଙ୍କୁ ବିଞ୍ଚଣା ସେବା କରୁଛି କିନ୍ତୁ କିଭଳିଆ ନା ମହାନ ସମ୍ମାନର ସହ ମାନୟନ କିପରି ନା ମଳୟଜ ସ୍ପର୍ଶନ ମଳୟ ବୋଲି ଗୋଟେ ପର୍ବତ ଅଛି ସେ ପର୍ବତରେ ଯୋଉ ଗଛ ଜାତ ହୁଏ ସେଟା ଚନ୍ଦନ ଭଳିଆ ବାସିବ ସେଟା ଚନ୍ଦନ ଗଛ ଅଥବା ମଳୟ ପର୍ବତରେ ଚନ୍ଦନ ବୃକ୍ଷ ଜାତ ହୁଏ ଅନ୍ୟ କୌଣସି ଗଛ ଥିଲେ ମଧ୍ୟ ବହୁତ ପ୍ରକାର ଗଛ ମଳୟ ପର୍ବତରେ ଜାତ ହେଉଥିଲେ ମଧ୍ୟ ଚନ୍ଦନ ଗଛଟାକୁ ହିଁ କେବଳ ମଳୟଜ କୁହାଯାଏ ଆଉ କେତେ ଗଛ ଜାତ ଶାଳ ପିଆଶାଳ ଗଛ ଉଠିବ ତାକୁ ମଳୟଜ କୁହାହେବନି ଏମିତି ପଙ୍କରେ ବହୁ ପ୍ରକାର ବସ୍ତୁ ଥିଲେ ମଧ୍ୟ ପଦ୍ମଟାକୁ ହିଁ କେବଳ ପଙ୍କଜ କୁହାଯାଏ ଦଳ ଗୁଡାକୁ କୁହାଯାଏନି ଜୋକ ଗୁଡାକୁ ପଙ୍କଜ କୁହାଯାଏନି କିନ୍ତୁ ମଳୟ ପର୍ବତରେ ଯେତେ ଗଛ ଉଠିଲେ ମଧ୍ୟ ଚନ୍ଦନଟାକୁ କେବଳ ମଳୟଜ କୁହାଯାଏ ମଳୟ ପର୍ବତର ପବନ ବାଜିଲା କ୍ଷଣି
ତା ଉପରେ ଥିବା ଗଛ ଗୁଡ଼ିକ ଚନ୍ଦନରେ ରୂପାନ୍ତରିତ ହେଇଯାଏ ବୋଲି ଆମର ପୂର୍ବ ଶ୍ରୁତି ଓ ପ୍ରଚାର ରହିଛି। ମଳୟ ଶିଖରୀ ଶ୍ରୀ ଚୋରି କରି ବହିଲାଣି ମନ୍ଦ ସମୀର, ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର। ମଞ୍ଜୁଳ ହେଲେଣି ମଞ୍ଜୁଳ ବହୁତ କଥା ଉପେନ୍ଦ୍ର ଭଞ୍ଜଙ୍କର। ମଳୟ ଶିଖରୀ ଶ୍ରୀ ଚୋରି କରି ବହିଲାଣି ମନ୍ଦ ସମୀର। ମଳୟ ଶିଖରୀର ଯୋଉ ଶ୍ରୀ ଚନ୍ଦନର ସୁଗନ୍ଧ ତାକୁ ଚୋରି କରି ପବନ ଧରିକି ଯାଉଛି। ମଳୟ ସ୍ପର୍ଶେନ ଭୁରୁ ଭୁରୁ ଚନ୍ଦନ ଗନ୍ଧ ସହକାରେ ମନ୍ଦ ମନ୍ଦ ବାୟୁ ଶ୍ରୀକୃଷ୍ଣଙ୍କ ଚତୁଷ୍ପାର୍ଶ୍ୱରେ ସ୍ନାନ କରି ଯେତେବେଳେ କୁନ୍ଦ କୁସୁମ ପିନ୍ଧି ବସିଛନ୍ତି ସେତେବେଳେ ସେ ବ୍ୟଜନ କରୁଛି, ଅନୁକୂଳ ଭାବରେ ବିଞ୍ଚି ବିଞ୍ଚି ଦଉଛି। ଗନ୍ଧର୍ବ ଅପ୍ସରସ କିନ୍ନର ମାନେ ଆସିଲା ବେଳକୁ ଦେଖିଲେ ଯେ ଆମ ସେବାଟା ତ ବାୟୁ କରୁଛି, ଆମେ ଆଉ କଣ ଆଲଟ ଚାମର ପକେଇବା? ହେଲେ କଣ କରିବା? ହଇ ଆଲଟ ଚାମର ପକେଇବା କଣ ଆମ ଜାତିର ଗୁଣ? ଆମ ଜାତିର ଗୁଣଟା କଣ ଆମକୁ କିଏ ଛଡେଇ ନେଇପାରିବ? ଆମେ ଗୋଟେ କାହିଁକି ପର ଗୁଣକୁ ଆଶ୍ରୟ କରିଥିଲେ ବୋଲି ସିନା ଏମିତି ହେଲା, ଆମେ ଆମ ଗୁଣକୁ ପ୍ରକାଶ କରିବା। ମ୍ୟାମ ୟା ବୋଲି ଗନ୍ଧର୍ବ କିନ୍ନର ଅପ୍ସରସ ଗଣ ତାଙ୍କ ନିଜ ଜାତିର ଗୁଣ ନୃତ୍ୟ ଗାନ ଉବାଦ୍ୟ ଚତୁଷ୍ପାର୍ଶ୍ୱରେ ଗୋଟେ ଚତୁର୍ଥ ବଳୟ ସୃଷ୍ଟି କରି ସେମାନେ ନାଚିବାକୁ ଆରମ୍ଭ କରିଛନ୍ତି। ଯାହାର ପୁଅକୁ ଗନ୍ଧର୍ବ ଅପ୍ସର କିନ୍ନର ଗଣ ବାୟୁ ଦେବତାଙ୍କ ସହ ଏତିକି ସମ୍ମାନର ସହ ସେବା କରୁଛନ୍ତି, ତା ଭାଗ୍ୟ କଣ? ତମେ କାନ୍ଦୁଛ ବସିକିରି? ଆଉ କା ପୁଅକୁ ଏତିକି ସୁଯୋଗ ସୁବିଧା ମିଳୁଛି? ଅତଏବ ଗନ୍ଧର୍ବ ଅପ୍ସରାଦି ଉପଦେବ ଗଣଙ୍କ ଦ୍ୱାରା ସେବ୍ୟ ତୁମ ପୁତ୍ର ବେଶ ଆନନ୍ଦରେ ଯମୁନା କୂଳରେ ବସିଛନ୍ତି ଅଛନ୍ତି, ତୁମେ କିଛି ଦୁଃଖ କରନା। ବ୍ରଜାଙ୍ଗନା ମାନେ ମା ଯଶୋଦାଙ୍କୁ ଏତାଦୃଶ ଭାଗରେ ବୁଝଉଛନ୍ତି ଏ ବାକ୍ୟରେ। ପରବର୍ତ୍ତୀ ବାକ୍ୟରେ ଆଉ କଣ କହୁଛନ୍ତି ଆସନ୍ତାକାଲି ଦେଖିବା। ସମୟ ବିଳମ୍ବିତ ହେଲାଣି, ବୋଧେ ହେଇଗଲାଣି 5-7 ମିନିଟ୍ ବଢିଗଲାଣି। ଏତିକିରେ ଆଜି ଭାଗବତ ବିଷୟ।